ତେଣୁ କଠିନ ସମୟର ସାମ୍ନା କରିବା ବେଳେ ଆମେ ନିରାଶା, ସନ୍ଦେହ କିମ୍ବା ମାନସିକ ଅବସାଦର ଶିକାର ହେବା ଆଶ୍ଚର୍ଯ୍ୟଜନକ କଥା ନୁହେଁ। କିନ୍ତୁ ସ୍ୱର୍ଗରେ ଥିବା ଆମର ପିତାଙ୍କର ଯୋଜନା କିଛି ଅଲଗା ଅଟେ। ଅବ୍ରାହମ ଲିଙ୍କନଙ୍କ ବିଷୟରେ ଏକ କାହାଣୀ ଅଛି ଯେ ସେ କେବେ କୌଣସି ପ୍ରକାରର ମଦ୍ୟପାନ କରୁନଥିଲେ। ଚାଖିବା ତ ଦୂରର କଥା, ସେ ଏଥିରୁ ସବୁବେଳେ ଦୂରେଇ ରହୁଥିଲେ। କୁହାଯାଏ ଯେ ଥରେ ଆମେରିକା ସେନାରେ ଜଣେ ମିଲିଟାରୀ କର୍ଣ୍ଣେଲ ରାଷ୍ଟ୍ରପତିଙ୍କୁ ମଦ ପିଇବାକୁ ଯାଚିଥିଲେ। ଲିଙ୍କନ ଏହାକୁ ପ୍ରତ୍ୟାଖ୍ୟାନ କରି କହିଲେ, ଯେତେବେଳେ ମୋ ମା ମୃତ୍ୟୁଶଯ୍ୟାରେ ଥିଲେ ସେ ମୋତେ 9 ବର୍ଷର ବାଳକ ଭାବରେ ପାଖକୁ ଡାକିଥିଲେ ଏବଂ ଏହି ପ୍ରତିଶ୍ରୁତି ମାଗିଥିଲେ ଯେ ମୁଁ କେବେ ମଦ୍ୟପାନ କିମ୍ବା ଧୂମ୍ରପାନ କରିବି ନାହିଁ। ଲିଙ୍କନ ଆହୁରି ମଧ୍ୟ କହିଲେ ଯେ ମୁଁ ମୋ ମାଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ ମୁଁ କେବେ ଏପରି କରିବି ନାହିଁ ଏବଂ ଆଜି ପର୍ଯ୍ୟନ୍ତ ମୁଁ ମୋର ସେଇ କଥା ରଖିଛି। କ'ଣ ଆପଣ ମୋତେ ସେଇ ପ୍ରତିଶ୍ରୁତିର ଭାଙ୍ଗିବା ପାଇଁ ପରାମର୍ଶ ଦେବେ? ଶୁଣିବାକୁ ମିଳେ ଯେ କର୍ଣ୍ଣେଲ ଜବାବ ଦେଇଥିଲେ, ନା ମିଷ୍ଟର ଲିଙ୍କନ, ମୁଁ ଦୁନିଆର କୌଣସି ବି ଜିନିଷ ପାଇଁ ଆପଣଙ୍କୁ ସେଇ ପ୍ରତିଶ୍ରୁତି ଭାଙ୍ଗିବାକୁ କହିବି ନାହିଁ। ଏହା ଆପଣଙ୍କ ଦ୍ୱାରା କରାଯାଇଥିବା ସବୁଠାରୁ ଭଲ ପ୍ରତିଶ୍ରୁତି ମଧ୍ୟରୁ ଗୋଟିଏ। ଆଜି ଯଦି ମୁଁ ମୋ ମାଙ୍କୁ ଏଇଭଳି ଏକ ପ୍ରତିଶ୍ରୁତି ଦେଇଥାନ୍ତି ଏବଂ ଆପଣଙ୍କ ଭଳି ତାହାକୁ ରକ୍ଷା କରିଥାନ୍ତି, ସେ ପ୍ରତିଶ୍ରୁତିକୁ ରକ୍ଷା କରିବାକୁ ଯାଇ ଆବଶ୍ୟକ ହେଲେ ମୁଁ $1000 ମଧ୍ୟ ଦେଇଥାନ୍ତି। ନମସ୍କାର। ଆପଣମାନଙ୍କ ଫୋନ୍ କଲ୍ ଓ ମେସେଜ ଅନେକ ପରିମାଣରେ ଆମେ ପାଉଥିବାରୁ ଆମେ ଜାଣିପାରୁଛୁ ଯେ ଆପଣ ଆମର ଏହି କାର୍ଯ୍ୟକ୍ରମ ଦ୍ୱାରା ନିଶ୍ଚୟ ଉପକୃତ ହେଉଛନ୍ତି ଓ ଆତ୍ମିକ ଜୀବନରେ ବୃଦ୍ଧି ପାଉଛନ୍ତି। ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ବା ପ୍ରାର୍ଥନାର ଅନୁରୋଧ ଥାଏ, ଲେଖି ଜଣାଇଲେ ଆମେ ଖୁସି ହେବୁ। ପ୍ରଭୁଙ୍କୁ ଧନ୍ୟବାଦ ଦେଉଛୁ ଯେ ଆଉ ଏକ ନୂଆ କାର୍ଯ୍ୟକ୍ରମ ନେଇ ଆପଣଙ୍କ ନିକଟକୁ ଆସିବାର ସୁଯୋଗ ପାଇଛୁ। ଆପଣ ନିୟମିତ ଏହି କାର୍ଯ୍ୟକ୍ରମ ଦେଖି ଆସୁଥିବାରୁ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ କଲ୍ୟାଣୀ, ମୋ ସଙ୍ଗେ ଅଛନ୍ତି ଭଉଣୀ ରଶ୍ମି। ରଶ୍ମି ଭଉଣୀ ନମସ୍କାର। ନମସ୍କାର କଲ୍ୟାଣୀ ଦିଦି। ଆପଣଙ୍କୁ ଆଶାଭରା ନାରୀର ଆଉ ଏକ ଅଧ୍ୟାୟକୁ ସ୍ୱାଗତ। ଆଜି ଆମେ ପ୍ରତିଶ୍ରୁତି ବିଷୟରେ ଆଲୋଚନା କରିବା। କଲ୍ୟାଣୀ ଦିଦି, ଆପଣଙ୍କର ମନେ ଅଛି କି ଯେତେବେଳେ ଆମେ ସ୍କୁଲରେ ପଢ଼ୁଥିଲୁ ଏବଂ ଛୋଟ ଥିଲୁ, ଆମେ ସେତେବେଳେ ପିଙ୍କି ପ୍ରତିଜ୍ଞା ବା ପିଙ୍କି ପ୍ରମିସ୍ କରୁଥିଲୁ? ଆରେ ହଁ, ଏବଂ ଯେତେବେଳେ ଆମେ ଆମ ପିତାମାତା ଆମ ମନପସନ୍ଦର କିଛି ଜିନିଷ ଆଣିଦେବେ ବୋଲି କହୁଥିଲେ, ଆମେ କହୁଥିଲୁ ପ୍ରତିଶ୍ରୁତି ଦିଅ। ଏକଦମ ଠିକ୍। ଏବଂ ଯଦି ସେମାନେ ଭୁଲି ଯାଉଥିଲେ ଆମେ କେମିତି କାନ୍ଦୁଥିଲୁ, ମନେ ଅଛି ନା? ହଁ, ମୁଁ ନିଶ୍ଚିତ ଯେ ଆମେ ମଧ୍ୟ ଏପରି ଅନେକ ପ୍ରତିଶ୍ରୁତି ଦେଇଥିବା ଯାହାକୁ ଆମେ ରକ୍ଷା କରିପାରିନଥିବା। ମୁଁ ଜାଣିଛି ଯେ ମୁଁ ଏପରି ଅନେକ ଥର କରିଛି। ମୁଁ ମଧ୍ୟ ସେୟା କରିଛି। ପ୍ରାୟତଃ ଅନ୍ୟ ଜଣଙ୍କୁ ଖୁସି କରିବା ପାଇଁ, କଳି ଝଗଡ଼ାରୁ ବଞ୍ଚିବା ପାଇଁ କିମ୍ବା କୌଣସି କଷ୍ଟକର ନିଷ୍ପତ୍ତିରୁ ଦୂରେଇ ରହିବା ପାଇଁ ଆମେ ଏମିତି କହିଦେଇଥାଉ। ଆମେ ସମସ୍ତେ ଏଥିପାଇଁ ଦୋଷୀ। ଶେଷରେ ଆମେ ତ ମଣିଷ ହିଁ ନା। ସେଇଟା ଠିକ୍ କଥା। ବର୍ତ୍ତମାନର ସମୟ ଏବଂ ପରିସ୍ଥିତିରେ ଲୋକମାନଙ୍କ ପାଇଁ ପ୍ରତିଶ୍ରୁତି ଦେବାର ଏବଂ ତାକୁ ରକ୍ଷା କରିବାର କଷ୍ଟକର ହୋଇପଡ଼ୁଛି। ଆମେ ଏପରି ଏକ ସମୟରେ ବଞ୍ଚିଛୁ ଯେଉଁଠି ସାର୍ବଜନୀନ ଜୀବନରେ କଥାର କୌଣସି ମୂଲ୍ୟ ରହୁନାହିଁ। ବାରମ୍ବାର ପ୍ରତିଶ୍ରୁତିର ଭଙ୍ଗ ହେବା ଯୋଗୁଁ ପରସ୍ପର ମଧ୍ୟରେ ବିଶ୍ୱାସର ଅଭାବ ଦେଖାଯାଉଛି। ଏପରିକି ଆମେ ଅନେକ ସମୟରେ ବିଭିନ୍ନ କମ୍ପାନୀ, ସାମଗ୍ରୀ ଏବଂ ସେଲ୍ସମ୍ୟାନଙ୍କ ଦ୍ୱାରା ମଧ୍ୟ ପ୍ରତାରିତ ହୋଇଥାଉ। ସମସ୍ତେ ବଡ଼ ବଡ଼ ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ ବହୁତ କମ୍ ଲୋକ ପ୍ରକୃତରେ ସେଇ କଥା ରକ୍ଷା କରନ୍ତି। ବ୍ୟକ୍ତିଗତ ଜୀବନରେ ମଧ୍ୟ ଆମେ ରକ୍ଷା କରିପାରୁନଥିବା ପ୍ରତିଶ୍ରୁତିକୁ ଦେଇ ନିଜ ପାଇଁ ଅସୁବିଧା ସୃଷ୍ଟି କରୁ। ଆଜିକାଲି ବିବାହ ସମୟରେ ଦିଆଯାଉଥିବା ଆଧୁନିକ ଶପଥଗୁଡ଼ିକ ବିଷୟରେ ଆପଣ କ'ଣ ଶୁଣିଛନ୍ତି କି? ସେମାନେ କହନ୍ତି, ମୁଁ ସବୁବେଳେ ତୁମ ପାଖରେ ରହିବି, ମୁଁ କେବେ ବି ତୁମକୁ ନିରାଶ କରିବି ନାହିଁ। ଏଗୁଡ଼ିକ ଏମିତି କିଛି ବଡ଼ ପ୍ରତିଶ୍ରୁତି ଯାହା ପରବର୍ତ୍ତୀ ସମୟରେ ଅଧିକାଂଶ କ୍ଷେତ୍ରରେ ବିଫଳ ହୋଇଥାଏ। ହଁ, ସତ କଥା। ପ୍ରତିଦିନ ଆମେ କୌଣସି ନା କୌଣସି ବିଷୟ ଉପରେ ବିଶ୍ୱାସ କରିଥାଉ। ଏହା ଏକ ଛୋଟ କଥା ହୋଇପାରେ, ଯେମିତିକି ଆମ ଗାଡ଼ି ଆମକୁ ଅଫିସରେ ପହଞ୍ଚାଇ ଦେବ କିମ୍ବା ଆମ ପାର୍ସଲ ଠିକ୍
ଠିକଣାରେ ପହଞ୍ଚିଯିବ, କିନ୍ତୁ ଆମ ପାଖରେ ଏହି ସବୁ ଛୋଟ ଅସ୍ଥାୟୀ ବିଷୟ ଗୁଡ଼ିକର ଅଧିକ ବଡ଼ କିଛି ଉପରେ ବିଶ୍ୱାସ କରିବାର ବିକଳ୍ପ ମଧ୍ୟ ଅଛି। ଆମେ ପ୍ରତିଦିନ ପରମେଶ୍ୱର ଏବଂ ତାଙ୍କର ପ୍ରତିଶ୍ରୁତି ଉପରେ ଭରସା କରିପାରିବା। ଦ୍ୱିତୀୟ ବିବରଣ 31 ପର୍ବ ତାର 8 ପଦରେ କୁହେ, ପୁଣି ସଦାପ୍ରଭୁ ସେ ଆପେ ତୁମ୍ଭର ଅଗ୍ରଗାମୀ ହୋଇ ଗମନ କରୁଅଛନ୍ତି। ସେ ତୁମର ସଙ୍ଗୀ ହେବେ, ସେ ତୁମ ପ୍ରତି ନିରସ୍ତ ହେବେ ନାହିଁ, କିଏ ବା ତୁମକୁ ତ୍ୟାଗ କରିବେ ନାହିଁ। ଭୟ କର ନାହିଁ କି ହତାଶ ହୁଅ ନାହିଁ। ପରମେଶ୍ୱରଙ୍କ ଉପରେ ବିଶ୍ୱାସ ରଖିବା ପାଇଁ ଆମକୁ ଆଦୌ ଚିନ୍ତା କରିବାକୁ ପଡ଼ିବ ନାହିଁ। ସେ ଆମକୁ କେବେ ବି ପରିତ୍ୟାଗ କରିବେ ନାହିଁ କିମ୍ବା ନିଜ କଥାରୁ ଓହରି ଯିବେ ନାହିଁ। ସେ ନିଜ ପ୍ରତିଶ୍ରୁତିରେ ଅଟଳ ଏବଂ ସବୁ ସମୟରେ ଆମ ପାଖରେ ରହନ୍ତି। ଏଥିରେ ପ୍ରାୟ 7,000ରୁ ଅଧିକ ପ୍ରତିଶ୍ରୁତି ଅଛି। ଏଗୁଡ଼ିକ କେବଳ ମନକୁ ଭଲ ଲାଗିବା ଭଳି କିଛି ଶବ୍ଦ ନୁହେଁ, ବରଂ ଏହା ହେଉଛି ସୃଷ୍ଟିକର୍ତ୍ତାଙ୍କ ଦ୍ୱାରା ଦିଆଯାଇଥିବା ଲିଖିତ ଗ୍ୟାରେଣ୍ଟି, ଯେଉଁଥିରେ ସେ କ'ଣ କରିବେ ଏବଂ କ'ଣ କରିବେ ନାହିଁ ସେ ବିଷୟର ସ୍ପଷ୍ଟ ଭାବରେ ସେ ଘୋଷଣା କରୁଅଛନ୍ତି। କିନ୍ତୁ କ'ଣ ସେ 7,000ରୁ ଅଧିକ ପ୍ରତିଶ୍ରୁତି ଆମ ସମସ୍ତଙ୍କ ପାଇଁ ଅଟେ? ମୋର କହିବାର ଅର୍ଥ, ଆମେ କ'ଣ ସେଥିରୁ ଯେକୌଣସି ଗୋଟିଏକୁ ବାଛିପାରିବା ଏବଂ ବିଶ୍ୱାସ କରିପାରିବା ଯେ ତାହା ଆଜିର ଆମ ପରିସ୍ଥିତି ପାଇଁ ହିଁ ଉଦ୍ଦିଷ୍ଟ? ବାଇବଲରେ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତି ବିଷୟରେ ଉଲ୍ଲେଖ କରାଯାଇଛି। ସତେକି? ଏହା ତ ବହୁତ ବଢ଼ିଆ କଥା। ହଁ, ସେଥିମଧ୍ୟରୁ କିଛି ଐତିହାସିକ ପ୍ରକୃତିର। ସେଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ସମୟରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ କୁହାଯାଇଥିଲା। ଉଦାହରଣ ସ୍ୱରୂପ, ତୁମ ପତ୍ନୀଙ୍କର ଏକ ପୁତ୍ର ସନ୍ତାନ ହେବ। କିନ୍ତୁ ଅନେକ ଲୋକ ଆଦି ପୁସ୍ତକ 18 ପର୍ବର 10ର ଏହି ପ୍ରତିଶ୍ରୁତିକୁ ନିଜ ପାଇଁ ବୋଲି ଦାବି କରନ୍ତି, କାରଣ ଶେଷରେ ଏହା ତ ପବିତ୍ର ପୁସ୍ତକରେ ହିଁ ଲେଖା ଅଛି। ହଁ, ପ୍ରକୃତରେ ଏହି କଥାଟି ବିଶେଷ ଭାବରେ ଅବ୍ରାହମକୁ କୁହାଯାଇଥିଲା ଏବଂ ଏହା ଅବ୍ରାହମଙ୍କ ସହିତ ପରମେଶ୍ୱର କରିଥିବା ପୂର୍ବ ଚୁକ୍ତିର ଏକ ପ୍ରତିଫଳନ ଥିଲା। ଏକଦମ ଠିକ। ଆଦି ପୁସ୍ତକ 12 ପର୍ବ 1ରୁ 3 ପଦରେ, ଯେଉଁଥିରେ ପରମେଶ୍ୱର ଅବ୍ରାହମକୁ ଏକ ମହାନ ଜାତି ଭାବରେ ଗଢ଼ିବାକୁ ପ୍ରତିଶ୍ରୁତି ଦେଇଥିଲେ, ସେହି ପୁତ୍ର ସନ୍ତାନର ପ୍ରତିଶ୍ରୁତି କେବଳ ଅବ୍ରାହମ ଏବଂ ସାରାଙ୍କ ପାଇଁ ହିଁ ଥିଲା। ହଁ, ଏହା ବ୍ୟତୀତ କିଛି ସର୍ତ୍ତମୂଳକ ପ୍ରତିଶ୍ରୁତିର ମଧ୍ୟ ଅଛି। ସର୍ତ୍ତମୂଳକ? ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି, ଯଦି ଦ୍ୱିତୀୟ ପକ୍ଷ ନିଜର କର୍ତ୍ତବ୍ୟ ବା ଚୁକ୍ତିର ଅଂଶ ପୂରଣ କରନ୍ତି, ତେବେ ଯାଇ ସେହି ପ୍ରତିଶ୍ରୁତିର ପୂରଣ ହେବାର ନିଶ୍ଚିତତା ମିଳିଥାଏ। ତାହେଲେ ଆପଣ କହିବାକୁ ଚାହୁଁଛନ୍ତି ଯେ ସେହି ପ୍ରତିଶ୍ରୁତି ନିଶ୍ଚିତ ଭାବରେ ବିଶ୍ୱାସଯୋଗ୍ୟ, କିନ୍ତୁ ଏହା ଏକ ସର୍ତ୍ତ ସହିତ ଜଡ଼ିତ, ନୁହେଁ କି? ହଁ, ଏକ ଉଦାହରଣ ନିଅନ୍ତୁ। ଆମେ ବିଶ୍ୱାସ କରୁ ଯେ ପରମେଶ୍ୱର ଆମ ପଥ ପ୍ରଦର୍ଶନ କରିବେ ଏବଂ ଆମକୁ ତାଙ୍କ ଇଚ୍ଛା ଅନୁସାରେ ଚଳାଇବେ। ହିତୋପଦେଶ 3:6 କୁହେ, ଆପଣର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ତୁମ୍ଭର ପଥ ସବୁ ସରଳ କରିବେ। ହଁ, ଏହା କେତେ ସୁନ୍ଦର ଏକ ପ୍ରତିଶ୍ରୁତି। କିନ୍ତୁ ଏହାର ପ୍ରସଙ୍ଗଟି ଦେଖନ୍ତୁ, ସମସ୍ତ ଅନ୍ତଃକରଣ ସହିତ ପ୍ରଭୁଙ୍କଠାରେ ଭରସା ରଖ। ନିଜ ବୁଦ୍ଧି ଉପରେ ନିର୍ଭର କର ନାହିଁ, ନିଜର ସମସ୍ତ ପଥରେ ତାଙ୍କୁ ସ୍ୱୀକାର କର। ଏହି ଅଂଶଟି ଆମର କର୍ତ୍ତବ୍ୟ ଏବଂ ସେ ତୁମର ପଥ ସଳଖ କରିବେ। ଏହି ଅଂଶଟି ହେଉଛି ଆମ ପାଇଁ ପରମେଶ୍ୱରଙ୍କର ପ୍ରତିଶ୍ରୁତି। ବାଃ, ଏହା ସତରେ ଆଶ୍ଚର୍ଯ୍ୟଜନକ। ମୁଁ ପରମେଶ୍ୱରଙ୍କ ପ୍ରତିଶ୍ରୁତି ବିଷୟରେ କେବେ ଏମିତି ଚିନ୍ତା କରିନଥିଲି। ନିଜ ସମୟରେ ଏଲିନୋରେ ରୁଜୱେଲ୍ଟ ବିଶ୍ୱର ସବୁଠାରୁ ବିଶ୍ୱାସଯୋଗ୍ୟ ମହିଳା ହୋଇପାରିଥିଲେ। ଏହା ସେଥିପାଇଁ ନୁହେଁ ଯେ ସେ ଆମେରିକାର ରାଷ୍ଟ୍ରପତିଙ୍କ ପତ୍ନୀ ଥିଲେ କିମ୍ବା ସେ ଦେଶର ଏକ ପ୍ରତିଷ୍ଠିତ ପରିବାରରେ ଜନ୍ମଗ୍ରହଣ କରିଥିଲେ, ବରଂ ଏଲିନୋର ରୁଜୱେଲ୍ଟ ସବୁବେଳେ ନିଜ ପ୍ରତିଶ୍ରୁତି ରକ୍ଷା କରି ଲୋକମାନଙ୍କର ବିଶ୍ୱାସ ଜିତିଥିଲେ। ଯେତେବେଳେ ସେ ବହୁତ ଛୋଟ ଥିଲେ, ଏଲିନୋରଙ୍କ ପିତା ତାଙ୍କୁ କଥା ଦେଇଥିଲେ ଯେ ସେ ଟିକେ ବଡ଼ ହୋଇଗଲେ ସେମାନେ ଦୁହେଁ ପୁଣି ଏକାଠି ରହିବେ। ସେ ପ୍ରତିଦିନ ସେହି ପ୍ରତିଶ୍ରୁତି ଉପରେ ଭରସା କରି ରହୁଥିଲେ। ମାଙ୍କ ମୃତ୍ୟୁ ପରେ ସେ ବହୁତ ଏକୁଟିଆ ହୋଇଯାଇଥିଲେ ଏବଂ ନିଜ ଆଈଙ୍କ ସହିତ ରହୁଥିଲେ, ଯିଏକି ବହୁତ ବୟସ୍କା, କଡ଼ା ମିଜାଜର ଏକ ପୁରୁଣା ଚିନ୍ତାଧାରାର ସେ ଥିଲେ। ଯେତେବେଳେ ତାଙ୍କ ପିତା ନିଜର ସେହି ପ୍ରତିଶ୍ରୁତି ଭାଙ୍ଗିଲେ, ସେଥିରେ ଏଲିନୋରଙ୍କ ହୃଦୟ ଭାଙ୍ଗିଗଲା। ମାତ୍ର 10 ବର୍ଷ ବୟସରେ ସେ ଅନୁଭବ କଲେ ଯେ ତାଙ୍କୁ ଶକ୍ତିଶାଳୀ ହେବାକୁ ପଡ଼ିବ। ନିଜର ବାକି ସାରା ଜୀବନ ପାଇଁ ସେ ଏପରି ଜଣେ ବ୍ୟକ୍ତି ହେଲେ ଯାହାଙ୍କ ଉପରେ ଲୋକେ ଆଖି ବୁଜି ଭରସା କରିପାରିବେ ଏବଂ ସେ ନିଜ ଜୀବନରେ କେବେ ବି ପ୍ରତିଶ୍ରୁତି ଭଙ୍ଗ କଲେ ନାହିଁ। ଏପରିକି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରଶାନ୍ତ ମହାସାଗରୀୟ
ଦ୍ୱୀପପୁଞ୍ଜର ଡାକ୍ତରଖାନାରେ ଥିବା ସେ ସୈନିକମାନେ ମଧ୍ୟ ତାଙ୍କ କଥାକୁ ବିଶ୍ୱାସ କରୁଥିଲେ, ଯେତେବେଳେ ସେ କହୁଥିଲେ ଯେ ସେ ଘରକୁ ଫେରିବା ମାତ୍ରେ ସେମାନଙ୍କ ପରିବାର ସହିତ ଫୋନରେ କଥା ହେବେ। ଯେଉଁମାନେ ସାହାଯ୍ୟ ପାଇଁ ତାଙ୍କ ପାଖକୁ ଆସୁଥିଲେ ସେମାନେ ଜାଣିଥିଲେ ଯେ ଯଦି ସେ ଥରେ କଥା ଦେଇଛନ୍ତି ତେବେ ସେ କାମଟିକୁ ପୂରଣ କରିବା ପାଇଁ ସେ ଆକାଶ ପୃଥିବୀ ଏକ କରିଦେବେ। ନିଜ ସାରା ଜୀବନ ପାଇଁ ସେ ଜଣେ କଥାର ପକ୍କା ମନୁଷ୍ୟ ହୋଇ ରହିଲେ। ଆମ ମଧ୍ୟରୁ ଅଧିକାଂଶ ବିଶ୍ୱାସୀଙ୍କର ପବିତ୍ର ଶାସ୍ତ୍ରରେ କିଛି ପ୍ରିୟ ପ୍ରତିଶ୍ରୁତି ଥାଏ, ଯାହାକୁ ଆମେ ମନେ ରଖିଥାଉ ଏବଂ କଠିନ ସମୟରେ ସେଗୁଡ଼ିକୁ ଆଶ୍ରୟ କରିଥାଉ। ପ୍ରାୟତଃ ଏକାଧିକ ପ୍ରତିଶ୍ରୁତି ମଧ୍ୟ ଥାଏ। ବ୍ୟକ୍ତିଗତ ଭାବରେ ମୁଁ ସବୁବେଳେ ଜିସାୟ 41 ପର୍ବ 10 ପଦକୁ ବହୁତ ପସନ୍ଦ କରେ, ଯେଉଁଥିରେ ଆମେ ପଢ଼ୁ, ତୁମେ ଭୟ କର ନାହିଁ, କାରଣ ଆମେ ତୁମ ସଙ୍ଗରେ ଅଛୁ। ନିରାଶ ହୁଅ ନାହିଁ, କାରଣ ଆମେ ତୁମ୍ଭର ପରମେଶ୍ୱର। ଆମେ ତୁମକୁ ସବଳ କରିବା। ହଁ, ଆମ୍ଭେ ତୁମର ସାହାଯ୍ୟ କରିବା। ହଁ, ଆମ୍ଭେ ଆପଣା ଧର୍ମ ସ୍ୱରୂପ ଦକ୍ଷିଣ ହସ୍ତରେ ତୁମକୁ ଧରି ରଖିବା। ଏହା ପ୍ରକୃତରେ ଏକ ସୁନ୍ଦର ପଦ ଏବଂ ଆଶ୍ରୟ ନେବା ଭଳି ଏକ ବଢ଼ିଆ ପ୍ରତିଶ୍ରୁତି। ମୁଁ ବହୁତ ଖୁସି ଯେ ପରମେଶ୍ୱର ଆମକୁ ଦେଇଥିବା ପ୍ରତିଶ୍ରୁତି ଗୁଡ଼ିକ ଗଣି ହେବ ନାହିଁ। ଏକଦମ ଠିକ୍। ବାଇବେଲରେ ପରମେଶ୍ୱର ଆମକୁ ଅନେକ ଜିନିଷ ପ୍ରତିଶ୍ରୁତି ଦେଇଛନ୍ତି। ସେ ଭଲ ପାଉଥିବା ଏବଂ ଯତ୍ନ ନେଉଥିବା ଲୋକମାନଙ୍କ ପାଇଁ ଏହା ତାଙ୍କର କିଛି ମାତ୍ରାର ପ୍ରତିଶ୍ରୁତି। ଯେମିତିକି ଦେଖନ୍ତୁ, ପରମେଶ୍ୱର ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ସବୁବେଳେ ଆମ ସଙ୍ଗରେ ରହିବେ। ଆମେ ଅନୁଭବ କରୁ ବା ନ କରୁ, ପରମେଶ୍ୱର ସବୁବେଳେ ଆମ ସହିତ ଅଛନ୍ତି। ପରିସ୍ଥିତି ଯାହା ହେଉନା କାହିଁକି, ସେ ସବୁବେଳେ ଆମ ପାଖରେ ଠିଆ ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ କେବେ ବି ଆମକୁ ଛାଡ଼ିବେ ନାହିଁ କି ପରିତ୍ୟାଗ କରିବେ ନାହିଁ। ଭଲ ସମୟ ହେଉ କିମ୍ବା ଖରାପ, ସେ ସବୁବେଳେ ଆମ ସାଙ୍ଗରେ ରହିବେ। ଆମେ କେବେ ବି ଏକୁଟିଆ ହେବା ନାହିଁ, କାରଣ ଯେ ପର୍ଯ୍ୟନ୍ତ ଆମେ ତାଙ୍କ ଉପରେ ବିଶ୍ୱାସ ରଖିଛୁ ସେ ସବୁବେଳେ ଆମ ପାଖରେ ରହିବେ। ପରମେଶ୍ୱର ଆମର ଶକ୍ତିକୁ ନୂତନ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଜଣେ ମହିଳା ଭାବରେ ଯେତେବେଳେ ବି ଆମେ ଶାରୀରିକ, ମାନସିକ କିମ୍ବା ଆଧ୍ୟାତ୍ମିକ ଭାବେ ଦୁର୍ବଳ ଅନୁଭବ କରୁ, ପରମେଶ୍ୱର ଆମ ସହିତ ରହିବେ ଏବଂ ଆମ ଶକ୍ତିକୁ ନୂତନ କରିବାରେ ସାହାଯ୍ୟ କରିବେ। ସେ ରୋଗୀ ଏବଂ ଆହତମାନଙ୍କୁ ଆରୋଗ୍ୟ କରନ୍ତି। ଆମକୁ କେବଳ ତାଙ୍କୁ ସାହାଯ୍ୟ ମାଗିବାକୁ ହେବ ଏବଂ ସେ ଆମକୁ ସାହାଯ୍ୟ କରି ବହୁତ ଖୁସି ହେବେ। ପରମେଶ୍ୱର ଏହି ପ୍ରତିଶ୍ରୁତି ଦେଇଛନ୍ତି, ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ। ସେମାନେ ଉତ୍କର୍ଷ ପକ୍ଷୀ ପରି ପକ୍ଷରେ ଉପରକୁ ଉଠିବେ। ସେମାନେ ଶ୍ରାନ୍ତ ନ ହୋଇ ଦୌଡ଼ିବେ, ସେମାନେ କ୍ଳାନ୍ତ ନ ହୋଇ ଗମନ କରିବେ। ଏହି ପ୍ରତିଶ୍ରୁତି ଆମେ ଜିସାୟ 40 ପର୍ବର 31 ପଦରେ ପାଇଥାଉ। ପରମେଶ୍ୱର ଏହା ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆମ ସମସ୍ତଙ୍କ ପାଇଁ ତାଙ୍କର ଏକ ଯୋଜନା ଅଛି। ତେଣୁ ଯେତେବେଳେ ଆମକୁ ଲାଗେ ଯେ ଆମ ଜୀବନ ବିପର୍ଯ୍ୟସ୍ତ ହୋଇଯାଇଛି, ସେତେବେଳେ ମଧ୍ୟ ସେ ବିଶ୍ୱସ୍ତ ରହନ୍ତି ଏବଂ ତାଙ୍କର ଏକ ଯୋଜନା ଥାଏ। କେବେ କେବେ କିଛି ଭଲ ଜିନିଷ ଗଢ଼ିବା ପାଇଁ ଆମ ଜୀବନରେ ପୁରୁଣା ଜିନିଷ ଭାଙ୍ଗିବା ଜରୁରୀ ହୋଇଥାଏ। ସେଇ ଯୋଜନାକୁ ଆମେ ହୁଏତ ବୁଝିପାରିନଥାଉ, କିନ୍ତୁ ସେ ଜାଣନ୍ତି ସେ କ'ଣ କରୁଛନ୍ତି ଏବଂ ଆମକୁ ତାଙ୍କ ଉପରେ ବିଶ୍ୱାସ ରଖିବାକୁ ହେବ। ଜେରେମିୟ 29:11ରେ ସେ ଆମକୁ ଦେଇଥିବା ଏହି ସୁନ୍ଦର ପ୍ରତିଶ୍ରୁତିକୁ ଦେଖନ୍ତୁ। କାରଣ ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପକ୍ଷରେ ଆମ୍ଭେ ଯେ ସକଳ ସଂକଳ୍ପ କରିଅଛୁ ତାହା ଆମ୍ଭେ ଜାଣୁ। ତୁମ୍ଭମାନଙ୍କର ଅନ୍ତିମ କାଳରେ ତୁମ୍ଭମାନଙ୍କୁ ଭରସା ଦେବା ନିମନ୍ତେ ସେ ସବୁ ଅମଙ୍ଗଳର ନୁହେଁ, ମଙ୍ଗଳର ସଂକଳ୍ପ ଅଟେ। ପରମେଶ୍ୱର ଆମ ଜୀବନକୁ ନୂଆ ସୁଯୋଗ, ନୂଆ ଲୋକ ଏବଂ ନୂଆ ଅନୁଭୂତି ଆଣିବେ। ସେ ଆମକୁ ଏହିପରି ନୂଆ ଜିନିଷ ଦେବେ ଯାହା ଆମକୁ ଜଣେ ଉନ୍ନତ ମଣିଷ ଭାବରେ ଗଢ଼ିବାରେ ସାହାଯ୍ୟ କରିବ। ସେ ହୁଏତ ଆମ ଜୀବନର କିଛି ଦ୍ୱାର ବନ୍ଦ କରିଦେଇପାରନ୍ତି, କିନ୍ତୁ ଏହାର ଅର୍ଥ ସେ ଆମ ପାଇଁ ନୂଆ ଦ୍ୱାର ଖୋଲିବେ। ତାଙ୍କ ଯୋଜନା ଉପରେ ବିଶ୍ୱାସ ରଖନ୍ତୁ। ଏହି ପଦଟିକୁ ଦେଖନ୍ତୁ, ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ, ଯାହା ଆମେ ଫିଲିପିଓ 4 ପର୍ବ 13 ପଦରେ ପାଉ। ଆପଣଙ୍କ ମତରେ ପରମେଶ୍ୱର ଏଠାରେ କି ପ୍ରତିଶ୍ରୁତି ଦେଉଛନ୍ତି? ମୋର ବିଶ୍ୱାସ ଯେ ପରମେଶ୍ୱର ଆମକୁ ଶକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ଆମେ ଦୁର୍ବଳ ଅନୁଭବ କରୁଥିବା ବେଳେ କଠିନ ସମୟରେ ତାଙ୍କ ପାଖକୁ ଯିବା, ସେ ଆମ ଶକ୍ତିକୁ ନୂତନ କରିବେ, କିନ୍ତୁ ଆମକୁ ସାହାଯ୍ୟ ମାଗିବାକୁ ହେବ। ଯଦି ଆମେ ତାଙ୍କ ଉପରେ ନିର୍ଭର କରିବା, ସେ ଆମକୁ ସାହାଯ୍ୟ କରିବେ। ସେ ଆମକୁ ସେଇ ମାନସିକ ଏବଂ ଶାରୀରିକ ଶକ୍ତି ଦେବେ ଯାହା ଆମକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ।
आमको केवल प्रतिटी दिन को धीरे धीरे अतिक्रम करने को हेब एवं साहाय्य पाई परमेश्वर उपरे निर्भर करने को हेब। फिलिपियो 4 पर्व 6 पदरे लिखा अछि, कौनसी विषय रे चिंतित हो नहीं, किंतु समस्त विषय रे प्रार्थना और विनती द्वारा धन्यवाद सह तुम मानकर निवेदन सब ईश्वर निकट रे जणाओ। अनिश्चितता मनरे व्याकुलता सृष्टि करे एवं एही व्याकुलता आमको ग्रास करिपारे। शक्ति बढ़ाइबा एवं परमेश्वर उपरे विश्वास रखिबा पई प्रार्थना होची एक उपाय जहाँकि आमे केबे अस्वीकार करि पारिबु नाही। दुख एवं चिंता समय निजर समस्त अभियोग और भय को प्रभुଙ୍କ निकटरे समर्पण करिबा अत्यंत गुरुत्वपूर्ण। परमेश्वर आमको सबुठारु गुरुत्वपूर्ण प्रतिश्रुति देइछन्ति, ताहा हेउची परित्राणर प्रतिश्रुति, जीवनर प्रतिश्रुति एवं तांको सहित अनंत काल पई भविष्यतर प्रतिश्रुति। परमेश्वर आमको प्रतिश्रुति देइछन्ति जे जदि आमे तांको उपरे विश्वास रखिबा तेबे से आमको स्वर्ग रे तांको सहित अनंत जीवन प्रदान करिवे। जदि आमे आमर जीवन को तांको निकट रे समर्पित देबा से आमको अनंत जीवन देबे। आमे तांको सहित स्वर्ग रे वास करि परिबा। से जेउठारे कोनोसी जंत्रणा नाही, कष्ट किंबा पाप नाही, किंतु एथिपाई आमको निज जीवन को तांको निकट रे समर्पण करिबाको हेबो एवं तांको योजना उपरे विश्वास रखिबाको। मु विश्वास करे जे आम समस्तक पई परमेश्वरଙ୍କର एक स्वतंत्र योजना अछि। आमे हुए तो एहाको एक मास्टर प्लान बा नक्शा कहि परिबा। आम पई परमेश्वरଙ୍କର योजना एही तीनोटी आज्ञा रे रहिछि। निजर सर्वस्व दे परमेश्वरଙ୍କୁ भल पाओ, प्रतिवासी को आत्मतुल्य प्रेम कर एवं जाओ और शिष्य प्रस्तुत कर। जणे प्रभावशाली शिष्य प्रस्तुतकारी हेबा पूर्वरु आमको प्रथम दुईटी आज्ञा को गंभीरतार सह पालन करने को हेबो। आगामी दिन रे आमे आहुरी अनेक प्रतिश्रुति उपरे भरोसा रखिबा। आमे सेही परमेश्वर को सेवा करूछु जे केवल प्रतिश्रुति दियंती नहीं बरं निज प्रतिश्रुति को पूरण मध्य करंती। प्रतिदिन एक नूतन जीवन आरंभ करिवार इच्छा नहीं आमे तांको सम्मुख को आसुछु। आमे तांको सहित निजर चुक्ति करूछु, तांको योजना को ग्रहण करूछु एवं तांको प्रतिश्रुतिर उपरे विश्वास करूछु। आमको एपरी भावरे जीवन बंचिबा को हेबो जेपरी आमे सही दैनिक प्रतिश्रुति गुड़िक उपरे दृढ़ भावरे ठिया होइछु। जेउ प्रतिश्रुति गुड़ी को आमे विश्वास करू एवं जहा आम विश्वासर मूलदुआ अटे। परमेश्वर आमको तांकर प्रतिश्रुति बिना केउठाकु भी पठाइबे नाही। रसेल टेल्सो कार्टर एक मिलिट्री एकेडमी जड़े प्रसिद्ध एथलीट एवं जड़े मेधावी छात्र थिले, जे परवर्ती समय रे जड़े सफल शिक्षक एवं कोच होई पारिथिले। से किछि वर्ष जड़े मेथोडिस्ट प्रचारक भावरे कार्य करिबा परे मेडिकल स्कूल रे पढ़िथिले। से निजर वृत्तिगत जीवन रो शेष समय जड़े डाक्तर भावरे बिताइथिले। कार्टर जड़े संगीतज्ञ एवं गीतकार मध्य थिले। 1886 मसीह से जॉन स्वेनिंग को सह मिसी सॉन्ग्स ऑफ परफेक्ट लव रो संपादना करथिले। जदिओ कार्टर निज जीवन अधिकांश समय जड़े विश्वासी ख्रिस्टियन भावरे बिताइथिले, किंतु तांको हृदयर गुरुतर असुस्थता समय रे ही से बाइबल रो प्रतिश्रुति गुड़िकरे वास्तवता एवं शक्ति को बुझिबाको आरंभ कले। 30 वर्ष बयस रे तांको स्वास्थ्य अवस्था अति संकटापन्न होई पड़िला एवं डाक्तर माने मध्य हाथ टेकी दैथिले। सेतेबेले कार्टर साहाय्य एवं आरोग्य पई परमेश्वरଙ୍କ शरण नेले। से आंठू माड़ी बसी एक प्रतिज्ञा कले जे से आरोग्य हुअंतु बा न हुअंतु तांको जीवन चिरदिन पई संपूर्ण भावे प्रभुଙ୍କ सेवारे समर्पित रहिबो। सेही मुहूर्तरु ही परमेश्वरଙ୍କ प्रतिटी शब्द कार्टरଙ୍କ पई जीवंत होई उठिला। से आरोग्यर प्रतिश्रुति उपरे विश्वास रखिले एवं स्थिर कले जे तांको शारीरिक अवस्था जहाँ भी थाउ ना कहीं बा से किपरि अनुभव करुछंती ताहा जहाँ भी हेउ ना कहीं से केवल विश्वास ही करिवे। परवर्ती किछि मास मध्यरे तांको शक्ति फेरी आसिला एवं तांको हृदय संपूर्ण भावे सुस्थ होई गेला। कार्टर आहुरी 49 वर्ष पर्यंत सुस्थ जीवन अतिबाहित करथिले। निजर एही आरोग्य चमत्कारर किछि वर्ष पूर्वरु कार्टर जे उपासना संगीत लिखिथिले ताहा तांको पई केवल शब्द एवं संगीत ठारू अधिक किछि होई गला। स्टैंडिंग ऑन द प्रॉमिसेस तांको जीवन रो एक अविच्छेद्य अंग पलटि गला।
तांको द्वारा लिखित सही प्रसिद्ध उपासना गीत किछि धाड़ी एठारे दियागला। प्रतिश्रुति उपरे दृढ़ विश्वास। मोर राजा ख्रीष्टଙ୍କ प्रतिश्रुति उपरे मु दृढ़ भावरे ठिया होईछि। अनंत काल धरी तांकर प्रशंसा गान हेउ, सर्वोच्च स्थान रे तांकर महिमा हेउ। मु चित्कार करी गाइबी, ईश्वरंकर प्रतिश्रुति उपरे मु दृढ़ भावरे ठिया होईछि। मु दृढ़ भावरे ठिया होईछि। मोर त्राणकर्ता प्रभुଙ୍କ प्रतिश्रुति उपरे मु ठिया होईछि। मु दृढ़ भावरे ठिया होईछि। ईश्वरଙ୍କ प्रतिश्रुति उपरे मु दृढ़ भावरे ठिया होईछि। ସେହି ପ୍ରତିଶ୍ରୁତି ଉପରେ ମୁଁ ଠିଆ ହୋଇଛି ଯାହା କେବେ ବିଫଳ ହେବ ନାହିଁ। ଯେତେବେଳେ ସନ୍ଦେହ ଏବଂ ଭୟର ପ୍ରବଳ ଝଡ଼ ମୋତେ ଆକ୍ରମଣ କରେ, ଈଶ୍ୱରଙ୍କ ଜୀବନ୍ତ ବାକ୍ୟ ଦ୍ୱାରା ମୁଁ ବିଜୟୀ ହେବି। ଈଶ୍ୱରଙ୍କ ପ୍ରତିଶ୍ରୁତି ଉପରେ ମୁଁ ଦୃଢ଼ ଭାବରେ ଠିଆ ହୋଇଛି। ଆଜିର ଦୁନିଆରେ ଜଣେ ମହିଳା ଭାବରେ ଆମେ ସବୁବେଳେ ବାହାରର ବିଭିନ୍ନ ମତାମତ ଏବଂ କଥା ଦ୍ୱାରା ପ୍ରଭାବିତ ହୋଇଥାଉ, ଯାହା ଆମକୁ କୁହେ ଯେ ଆମକୁ କ'ଣ କରିବା ଉଚିତ ଏବଂ ଆମେ କିପରି ହେବା ଉଚିତ। ଏହା ଆମ ପରିବାର, ସାଙ୍ଗସାଥୀ, ଚର୍ଚ୍ଚର ସଦସ୍ୟ, ସହକର୍ମୀ, ପଡ଼ୋଶୀ କିମ୍ବା କେହି ଅଜଣା ବ୍ୟକ୍ତି ମଧ୍ୟ ହୋଇପାରନ୍ତି। କେବେ କେବେ ସୋସିଆଲ ମିଡ଼ିଆରେ ଦେଖୁଥିବା ଅତ୍ୟଧିକ ସୂଚନା ମଧ୍ୟ ଆମକୁ ପ୍ରଭାବିତ କରିଥାଏ। କିନ୍ତୁ ପ୍ରକୃତରେ କେବଳ ପରମେଶ୍ୱରଙ୍କ ସ୍ୱର ହିଁ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବା ଉଚିତ। ଏହି ପ୍ରତିଶ୍ରୁତି ଗୁଡ଼ିକ ହେଉଛି ପରମେଶ୍ୱରଙ୍କର ଶାଶ୍ୱତ ବାଣୀ, ଯାହା ଆମକୁ ଶିଖାଏ ଯେ କିପରି ବ୍ୟାକୁଳତା ଓ ଚିନ୍ତାର ସାମ୍ନା କରିବାକୁ ହେବ ଏବଂ କିପରି ଦୟା ଓ ଉଦାରତା ସହିତ ଜୀବନ ଅତିବାହିତ କରିବାକୁ ହେବ। ସେ ସର୍ବଦା ଆମ ଆଗେ ଆଗେ ଚାଲନ୍ତି ଏବଂ ତାଙ୍କର ପ୍ରତିଶ୍ରୁତି ସତ୍ୟ ଅଟେ। ମାଥ୍ୟୁ 6:34 କହେ, ଅତଏବ କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ନିଜେ ନିଜ ପାଇଁ ଚିନ୍ତା କରିବ। ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ। ଜଣେ ମଣିଷ ଭାବରେ ଆମର ଚିନ୍ତା କରିବାର ଏବଂ ଭବିଷ୍ୟତ ବିଷୟରେ ପୂର୍ବ ଅନୁମାନ କରିବାର କ୍ଷମତା ଥିବାରୁ ଆମେ ଚିନ୍ତିତ ହୋଇଥାଉ। ଆମେ ବଡ଼ କଥା, ଛୋଟ କଥା ଏବଂ ପ୍ରାୟ ସବୁ ଜିନିଷ ପାଇଁ ଚିନ୍ତା କରୁ। ପରିସ୍ଥିତିକୁ ଆହୁରି ଜଟିଳ କରିବା ପାଇଁ ଆମେ ଏପରି ଏକ ଦୁନିଆରେ ବାସ କରୁଛୁ ଯାହା କେବଳ ବ୍ୟାକୁଳତା ଏବଂ ଭୟକୁ ବଢ଼ାଇଥାଏ। ତେଣୁ କଠିନ ସମୟର ସାମ୍ନା କରିବା ବେଳେ ଆମେ ନିରାଶା, ସନ୍ଦେହ କିମ୍ବା ମାନସିକ ଅବସାଦର ଶିକାର ହେବା ଆଶ୍ଚର୍ଯ୍ୟଜନକ କଥା ନୁହେଁ। କିନ୍ତୁ ସ୍ୱର୍ଗରେ ଥିବା ଆମର ପିତାଙ୍କର ଯୋଜନା କିଛି ଅଲଗା ଅଟେ। ପରମେଶ୍ୱର ପ୍ରତିଶ୍ରୁତି ଦେଇଛନ୍ତି ଯେ ଆମେ ବ୍ୟାକୁଳତା ହେବା ନାହିଁ, ବରଂ ସମୃଦ୍ଧ ଜୀବନ ବିତାଇପାରିବା। ପ୍ରକୃତରେ ତାଙ୍କ ବାକ୍ୟ ଆମକୁ ନିର୍ଦ୍ଦେଶ ଦିଏ ଯେ କୌଣସି ବିଷୟ ପାଇଁ ଚିନ୍ତିତ ହୁଅ ନାହିଁ, କିନ୍ତୁ ଆମେ ଆମର ଭୟକୁ କିପରି ଶାନ୍ତ କରିପାରିବା, ସେହି ସବୁ ଭୟକୁ ତାଙ୍କ ନିକଟରେ ସମର୍ପଣ କରି ଏବଂ ସେଠାରେ ଛାଡ଼ିଦେଇ ଆମେ ଶାନ୍ତି ପାଇପାରିବା। ଯେଉଁ ପରମେଶ୍ୱର ଏହି ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି କରିଛନ୍ତି, ସେ ଆପଣଙ୍କୁ ବର୍ତ୍ତମାନ ଏବଂ ଚିରକାଳ ପାଇଁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ଆମର ଚିନ୍ତା କରିବାର କ'ଣ ଅଛି? ଯେତେବେଳେ ପରମେଶ୍ୱର ଆମ ପକ୍ଷରେ ଅଛନ୍ତି, ସେତେବେଳେ ଚିନ୍ତା କରିବା ପାଇଁ କିଛି ବି ନାହିଁ। ସଦାପ୍ରଭୁ ଇସ୍ରାଏଲ ବଂଶକୁ ଯିଏ ମଙ୍ଗଳର କଥା କହିଥିଲେ, ତହିଁ ମଧ୍ୟରୁ ଗୋଟିଏ ମାତ୍ର କଥା ବିଫଳ ହେଲା ନାହିଁ, ସବୁ ସଫଳ ହେଲା। ଏହା ଜିହୋସିଓ 21:45 ପଦରେ ଲେଖାଯାଏ। ଆଉ ଗୋଟିଏ ପଦ କହେ, ସେ ଆପଣା ନିୟମ ଅର୍ଥାତ୍ ଯେଉଁ ବାକ୍ୟ ସେ ସହସ୍ର ପୁରୁଷ ପରମ୍ପରା ପ୍ରତି ଆଦେଶ କରିଥିଲେ। ଗୀତ ସଂହିତା 105:8 ପଦରେ କୁହାଯାଏ ଏବଂ ଗୀତ ସଂହିତା 119:140 ପଦ କୁହେ, ତୁମ୍ଭର ବାକ୍ୟ ଅତ୍ୟନ୍ତ ନିର୍ମଳ, ତହିଁ ପାଇଁ ତୁମ୍ଭ ଦାସ ତାହା ସ୍ନେହ କରେ। ତେଣୁ ପ୍ରିୟ ବନ୍ଧୁଗଣ, ଲୋକମାନେ ହୁଏତ ଆମକୁ ନିରାଶ କରିପାରିଥାନ୍ତି, କିନ୍ତୁ ପରମେଶ୍ୱର ବିଶ୍ୱସ୍ତ ଅଟନ୍ତି। ସେ ନିଜର ପ୍ରତିଶ୍ରୁତି ରକ୍ଷା କରନ୍ତି। ସେ ଆମକୁ ରକ୍ଷା କରିବାକୁ, ଆମ ସହିତ ରହିବାକୁ ଏବଂ ଆମକୁ ତାଙ୍କ ସହିତ ଅନନ୍ତ କାଳ ପାଇଁ ନିଜ ଘରକୁ ନେଇଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପରମେଶ୍ୱର କେବେ ବି ନିଜର ପ୍ରତିଶ୍ରୁତି ଭାଙ୍ଗିବେ ନାହିଁ। ପରମେଶ୍ୱର ଯାହା କହିଛନ୍ତି ତାହା ନିଶ୍ଚୟ କରିବେ। ଏବଂ ମୋର ପ୍ରିୟ ବନ୍ଧୁ, ଏହା ଏପରି ଏକ କଥା ଯାହା ଉପରେ ଆମେ ଚିରଦିନ ପାଇଁ ଆତ୍ମବିଶ୍ୱାସର ସହ ନିର୍ଭର କରିପାରିବା। ଆଗାମୀ ଦିନ ଓ ସପ୍ତାହ ଗୁଡ଼ିକରେ ଆମେ ପରମେଶ୍ୱରଙ୍କ ପ୍ରତିଶ୍ରୁତି ବିଷୟରେ ଆହୁରି ଅନେକ କଥା ଆପଣମାନଙ୍କ ସହ ବାଣ୍ଟିବୁ। ମୁଁ ପ୍ରାର୍ଥନା କରୁଛି ଯେ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ତାଙ୍କ ପ୍ରତିଶ୍ରୁତି ଉପରେ ବିଶ୍ୱାସ କରି ଶକ୍ତିଶାଳୀ ହୁଅନ୍ତୁ। ପ୍ରତିପାଳକ ସେ
ମାଗିବା ଆଗରୁ ସିଏ ଯାଚି ମୋତେ ଦିଅନ୍ତି, କହିବା ଆଗରୁ ମନ କଥା ଜାଣନ୍ତି। ମାଗିବା ଆଗରୁ ସିଏ ଯାଚି ମୋତେ ଦିଅନ୍ତି, କହିବା ଆଗରୁ ମନ କଥା ଜାଣନ୍ତି। ଭିଜି ଗଲେ ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପିତା, ଧନ୍ୟବାଦ ଦେଉଛୁ ଆଜି ଏ ସୁନ୍ଦର ଦିନ ତୁମେ ଆମମାନଙ୍କୁ ଦେଖାଇଲ। ଏ ଏପିସୋଡ ଦ୍ୱାରା ପ୍ରଭୁ ତୁମେ ଯେ କେତେ ମଙ୍ଗଳମୟ ପରମେଶ୍ୱର, ତୁମେ ସମସ୍ତ ସମୟରେ ପ୍ରତିଜ୍ଞା ରକ୍ଷାକାରୀ ପରମେଶ୍ୱର, ତାହା ପୁନର୍ବାର ଆମମାନଙ୍କୁ ତୁମେ ଜଣାଇଲ ପ୍ରଭୁ। ସେଥିପାଇଁ ଧନ୍ୟବାଦ ଦେଉଛୁ। ଅନେକ ସମୟରେ ପ୍ରଭୁ ଆମେ ଲୋକଙ୍କ ଦ୍ୱାରା ଆଘାତ ପାଇ, ହଁ ପ୍ରଭୁ, ଅନେକ ନୈରାଶ୍ୟରେ, ଅନେକ ଅବସାଦରେ ଜୀବନ କାଟିଛୁ। ହଁ ପ୍ରଭୁ, ତୁମ ଉପରେ ନିର୍ଭର କରି, ତୁମରି ପ୍ରତିଜ୍ଞା ସବୁ ଉପରେ ନିର୍ଭର କରି ଯେପରି ଆମେ ଜୀବନ କାଟିପାରିବୁ ପ୍ରଭୁ, ସେହି ଆଚରଣ କରିବୁ ଯାହା ସେହି ପ୍ରତିଶ୍ରୁତି ସବୁ ଆମ ଜୀବନରେ ଫଳି ପାରିବ। ହଁ ପ୍ରଭୁ, ସେହି ପ୍ରକାର ଆମମାନଙ୍କୁ ସେହି ଜୀବନ ଦିଅ ପ୍ରଭୁ। ଆମ ସହିତ ଆଜି ଦେଖିଥିବା ପ୍ରତ୍ୟେକ ଜଣକୁ ତୁମେ ଅନୁଗ୍ରହ ଆଶୀର୍ବାଦ କରି ଶେଷ ପର୍ଯ୍ୟନ୍ତ ବିଶ୍ୱସ୍ତ ରହିବା ପାଇଁ ପ୍ରଭୁ ତୁମେ ଆମମାନଙ୍କୁ ସାହାଯ୍ୟ କର। ଏହି ଛୋଟ ପ୍ରାର୍ଥନାଟି ମୋର ଅତି ପ୍ରିୟତମ ପ୍ରଭୁ ଯୀଶୁଙ୍କ ପବିତ୍ର ନାମରେ ମାଗିଲି, ଆମେନ୍। ଆମେ ଆଶା କରୁଛୁ ଯେ এই ସପ୍ତାହର এই ଏପିସୋଡ ଆପଣଙ୍କୁ ଖୁସି ଏବଂ ପ୍ରେରଣା ଦେଇଥିବ। ଆଜି ଆମ ସହିତ ଯୋଗ ଦେଇଥିବା ପାଇଁ ଧନ୍ୟବାଦ। ଆମେ ଆପଣଙ୍କୁ ଆସନ୍ତା ସପ୍ତାହରେ ପୁଣି ଦେଖା କରିବୁ। ଆଶା କରୁ ଆପଣଙ୍କୁ ଆଜିର ଏହି ଏପିସୋଡଟି ନିଶ୍ଚୟ ଭଲ ଲାଗିଥିବ। ହଁ, ଆମକୁ ଆପଣଙ୍କ ଜୀବନର ଅନୁଭୂତି ଜଣାଇବାକୁ ଭୁଲିବେ ନାହିଁ। ଟିଭି ସ୍କ୍ରିନରେ ଦିଆଯାଇଥିବା ଠିକଣା ଓ ଫୋନ ନମ୍ବରରେ ନିଶ୍ଚୟ ଆମ ସହ ଯୋଗାଯୋଗ କରିବେ। ପୁଣି ଆମକୁ 044490812997ରେ ମିସ୍ଡ କଲ୍ କରିବାକୁ ଭୁଲିବେ ନାହିଁ। ସପ୍ତାହ ଶେଷରେ ଅଧିକ ମିସ୍ଡ କଲ୍ ଦେଇଥିବା ଦର୍ଶକ ବନ୍ଧୁଙ୍କୁ ପୁରସ୍କୃତ କରାଯିବ। ଆମର ଏହି କାର୍ଯ୍ୟକ୍ରମ ୟୁଟ୍ୟୁବରେ ମଧ୍ୟ ଉପଲବ୍ଧ। ଆପଣ ଯେକୌଣସି ସମୟରେ ଏହାକୁ ଦେଖିପାରିବେ। ଆଉ ଏକ ନୂଆ କାର୍ଯ୍ୟକ୍ରମ ନେଇ ଆପଣଙ୍କ ନିକଟକୁ ଆସିବ। ସେ ସମୟ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ସୁସ୍ଥରେ ରୁହନ୍ତୁ, ଭଲରେ ରୁହନ୍ତୁ। ରହିଲୁ, ନମସ୍କାର। ଆଜିର ପ୍ରଶ୍ନଟି ହେଲା, ଦ୍ୱିତୀୟ ବିବରଣ 31:8 ଅନୁସାରେ ପରମେଶ୍ୱର ଆମ ପାଇଁ କ'ଣ ପ୍ରତିଶ୍ରୁତି ଦେଇଅଛନ୍ତି? ଏ, ସେ ଆମକୁ ଏକାକୀ ଛାଡ଼ିଦେବେ। ବି, ସେ ଆମ ସହିତ ରହିବେ ଏବଂ କେବେ ତ୍ୟାଗ କରିବେ ନାହିଁ। ସି, ସେ କେବଳ କିଛି ଲୋକଙ୍କୁ ସାହାଯ୍ୟ କରିବେ। ଡି, ସେ ଆମକୁ ସମସ୍ୟାରେ ପକାଇବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ନବରଙ୍ଗପୁରରୁ ଆୟୁଷ କଚ୍ଚିମ।